हेलो ସାଙ୍ଗମାନେ ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଦେଖନ୍ତୁ କି ତ ଛୋଟ ଟିପ୍ସଟି ରହିଛି। ଯେମିତିକି ଆମର ଏମିତିକି ପାଉଡର ଡବାଗୁଡ଼ିକ ଯେତେବେଳେ ବି ସରିଯାଏ ତ ତାକୁ ଆମକୁ କଣ କରୁନା ଆମେ ତ ଫୋପାଡ଼ି ଦେଇଥାଉ। ତ ତାକୁ ଦେଖନ୍ତୁ ତ ଏମିତିକି ଆପଣଙ୍କର ଯେମିତିକି ପାଉଡର ଡବାଟି ଅଛି ତ ସେଇ ଟାଇପ୍‌ରେ କେମିତି ନବା। ତ ଦେଖନ୍ତୁ ଏଇ ଟାଇପ୍‌ରେ ମୁଁ ନେଇଛି ହ୍ୱାଇଟ୍ ପେନ୍ ପାଉଡର ଡବାଟି। ତ ଆପଣ ଚାହିଁଲେ ପଣ୍ଡସ୍ ଯାହାକି ସରୁ ଟାଇପ୍‌ରେ ଏମିତିକି ଡବା କି ଟିକେ ବଡ଼ ଟାଇପ୍‌ରେ ତ ସବୁ ଟାଇପ୍‌ରେ ଆପଣ ନେଇପାରିବେ। ତାପରେ କି କାହିଁକିନା ମୁଁ ଏଇଟା ନେଲି ଛୋଟରେ ବନେଇକି ଆପଣଙ୍କୁ ଦେଖଉଛି ଛୋଟ ସାଇଜ୍‌ରେ। ଯାହାକି ଅଳ୍ପ ଏମିତିକି କମ୍ ସମୟରେ ଆପଣ ବନେଇ ନେବେ। ତ ଏଇ ଟାଇପ୍‌ରେ ଦେଖନ୍ତୁ ଆମେ ତାକୁ କଣ କଲୁ ନା ଏମିତି ଉଲରେ ସୂତାଗୁଡ଼ିକୁ ଆମେ ୟାକୁ ପୁରାପୁରି ଯେମିତିକି ପୁରାପୁରି ଗୁଡ଼େଇ ନବା। ଯେମିତିକି ପୁରାପୁରି କଭର କରିନବା। ବିଲକୁଲ ହିଁ ଯେମିତିକି ଜଣା ପଡ଼ିବ ନାହିଁ। ଏମିତି ଦେଖନ୍ତୁ କି ପୁରା ସୂତାଟିକୁ ଭଲ ଭାବରେ ଠିକ୍ ଲାଇନରେ ତାକୁ ଆମକୁ ଏମିତି କଭର କରିବାକୁ ହବ। ତ ଏମିତିକି ଯାହାକି ବହୁତ ହି ବଢ଼ିଆ ସେ ଆପଣଙ୍କ ବିଲକୁଲ ବି ଜଣା ପଡ଼ିବନି ଆଉ ବହୁତ ହି ବଢ଼ିଆ ଲାଗିବ। ତ ଏଇ ଦେଖନ୍ତୁ ଆମେ ଆକୁ ଭଲ ଭାବରେ ସମାନ ସେ ହିଁ ଏମିତିକି ଭଲସେ ତାକୁ ଗୁଡ଼େଇ ନବା। ଆପଣ ଚାହିଁଲେ ଅନ୍ୟ କଲରରେ ବି କିଛି ମିକ୍ସ କରିକି ଦେଇପାରିବେ। ତ ସେ ଟିକେ ଟାଇମ୍ ଲାଗିବ। ମୁଁ ଏଠି ଗୋଟେ କଲରରେ ଏମିତିକି ଦେଇଦେଇଛି। ତ ଆପଣ ଚାହିଁଲେ ଏମିତିକି ଅଠା ଟିକେ ଦେଇକି ଲଗେଇ ନେବେ ଯାହାକି ସୂତାଟି ପୁରାପୁରି ଭଲ ଭାବରେ ଲାଗିଯିବ। ତ ଦେଖନ୍ତୁ ଭଲ ଭାବରେ ଏମିତି ପୁରା ଆମେ ଆକୁ ଲାଷ୍ଟ ପର୍ଯ୍ୟନ୍ତ ଏମିତିକି ଗୋଡ଼େଇ ନବା। ତ ଦେଖନ୍ତୁ କି ଆମେ ଆକୁ ପୁରାପୁରି ଲାଷ୍ଟ ପର୍ଯ୍ୟନ୍ତ ଏମିତିକି ଗୁଡ଼େଇ ନବା। ପୁରା ଲାଷ୍ଟକୁ ଆମକୁ ଅଠାଟିକୁ ସୂତାଟି ଯାହାକି ଲାଷ୍ଟରେ ରହିବ ତ ତାକୁ ଅଠାଟି ଦେଇକି ଲଗେଇଦବା। ତ ତାପରେ କି ଦେଖନ୍ତୁ ଏଥିରେ କି ଆମେ କଣ କରିବା ନା ଦେଖନ୍ତୁ ଦେଖିବାକୁ ବି ତ ବଢ଼ିଆ ଲାଗିବ। ଆପଣ ଚାହିଁଲେ କିଛି ତ ତାକୁ ଆପଣଙ୍କର ତା ଉପରେ ବି କିଛି ଷ୍ଟୋନ୍ କି କିଛି ଡିଜାଇନ୍ ଟାଇପ୍‌ରେ ଲେସ୍ ଟାଇପ୍‌ରେ ବି ଲଗେଇ ପାରିବେ। ତାପରେ ଦେଖନ୍ତୁ କି ଏଇଠି ଆମକୁ ଯାହାକି ଆମେ ଘରକୁ ସଜେଇଥାଉ ତ ଏମିତିରେ କି ଆମେ ଦେଖନ୍ତୁ କେତେ ସୁନ୍ଦର ବଢ଼ିଆ ସେ ଏମିତିକି ସବୁ କିଛି ରଖିପାରିବେ ଯେମିତିକି ଆମର ଫ୍ଲାୱାର୍ସ ଗୁଡ଼ିକ ଏମିତି ଆମେ ଘରକୁ ସଜେଇବା ପାଇଁ ଆଣିଥାଉ। ତ ଏମିତିରେ କି ଦେଖନ୍ତୁ ବହୁତ ହି ସୁନ୍ଦର ଭାବରେ ଏମିତିକି ଆପଣଙ୍କର ରଖିନେବେ ଯାହାକି ଦେଖିବାକୁ ବହୁତ ବଢ଼ିଆ ଲାଗିବ। ଆଉ ଛୋଟ ଦେଖନ୍ତୁ ଛୋଟ ଏମିତି ପାଉଡର ଡବାରେ କି ବହୁତ ବଢ଼ିଆ ଭାବରେ କି ଏମିତି ରହିଲା। ଯାହାକି କମ୍ ସମୟରେ ବି ଆଉ ଏମିତି ଦେଖନ୍ତୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ଆମର ଏମିତିରେ କି ଆମେ ଆକୁ ସଜେଇକି ରଖିପାରିବା। ବହୁତ ହି ବଢ଼ିଆ ବି ଲାଗିବ। ତ ଏମିତିକି ବିଭିନ୍ନ କଲର ଏମିତି ଫ୍ଲାୱାର୍ସକୁ ରଖି ପାରିବେ। ତ ଏଇ ଦେଖନ୍ତୁ କେତେ ବଢ଼ିଆ ସେ ହିଁ ଆମର ଆକୁ ସଜେଇକି ରଖିନେବେ ଯାହାକି ବହୁତ କମ୍ ସମୟରେ ବି ବନେଇ ପାରିବେ। ତ ଆପଣ ଚାହିଁଲେ ଆହୁରି କିଛି ତାକୁ ଡେକୋରେଟ୍ ବି କରିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ସେମିତି ଦେଖନ୍ତୁ ପାଉଡର ଡବାଟିକୁ ଆମେ କଣ କରୁଛୁ ନା ତାକୁ ଏଇ ଟାଇପ୍‌ରେ ମୁଁ କାଟିକି ଆପଣଙ୍କୁ ଦେଖେଇ ଦେଉଛି ଫାର୍ଷ୍ଟକି। ତ ଦେଖିଲେ ଆପଣ ଜାଣିପାରିବେ ଯେ କୋଉ ଟାଇପ୍‌ରେ ଆମେ କାଟିଛୁ। କାଟିକି ଆମେ ତାକୁ କଲର କରିନବା। ତ ଦେଖନ୍ତୁ ଏଠି ମୁଁ କାଟି ନେଇଛି। କାଟି ନେଇକି ମୁଁ ତାର ଭିତରେ ଏମିତି ପୁରାପୁରି କଲର ମାରି ନେଇଛି। ଯାହାକି ମୁଁ ତ କାଟିବାକୁ ଦେଖିଲେ ତ ଟାଇମ୍ ଲାଗିବ। ତ ଦେଖନ୍ତୁ ମୁଁ ଏଠି ସେଥିପାଇଁ ବହୁତ ହି ସର୍ଟରେ ଏମିତି ଦେଖେଇ ଦେଇଛି ଯାହାକି ଏମିତି କାଟି ନେଲି ପାଉଡର ଡବାଟି। ତ ତାପରେ ଏମିତିକି ପ୍ଲାଷ୍ଟିକରେ ତ ସାଙ୍ଗେ ସାଙ୍ଗରେ ସେ କାଟିଯିବ। ତ ଏମିତି କାଟି ସାରିଲା ପରେ ଏମିତି ଦେଖନ୍ତୁ ତାକୁ ଟିକେ କଲର କରିନବା। ମୁଁ ଆଉଥରେ କଲର କରି ଆପଣଙ୍କୁ ଦେଖଉଛି। ଏମିତିରେ କି ଭଲ ଭାବରେ କି କଲର କରିନବା। ତ କଲର କରିସାରିଲା ପରେ କି ଆମେ ଆକୁ କଣ କରିବା ନା ତ ଦେଖିବେ କି ଯାହାକି ବହୁତ ହି ବଢ଼ିଆ ଲାଗିବ। ତ ପୁରାପୁରି ତାକୁ ଭଲ ଭାବରେ କି କଲର କରିନବା। ତ ଏମିତିରେ କି ଦେଖନ୍ତୁ ପୁରା କଲର କରିସାରିଲା ପରେ କି ତ ଆପଣ ଚାହିଁଲେ ଅନ୍ୟ କିଛି କଲର ଯେମିତିକି ଅଲଗା କଲର ମିକ୍ସ କରିକି ଦେଇପାରିବେ। ତ ଏଠି ମୁଁ ଗୋଟିଏ କଲରକୁ ପୁରାପୁରି ଦେଇଛି। ତ ତାପରେ ଆମେ କଣ କରିବା ନା ଆମେ ମଝିରେ ଟିକେ ହାଲକା ଭାବରେ ତ ଆଉ ଗୋଟେ କଲରକୁ ଏମିତି ଟିକେ ସାଇଡରେ କି ଏମିତି ଲଗେଇଦବା ଯାହାକି ସେ ଠିକ୍ ସେ ଏତେ ଜଣା ପଡ଼ିବନି କିନ୍ତୁ ଆମେ ଏମିତିକି ଲଗେଇ ନବା। ତାପରେ ଦେଖନ୍ତୁ ଗୋଟିଏ ଏମିତି କାଗଜକୁ ନବା। ତାପରେ ଆମେ କଣ କରିବା ନା ତ ଏଇ ଟାଇପ୍‌ରେ ଆମେ ଆକୁ ଦବା ଯାହାକି ଗୋଟେ ବହୁତ ହି ବଢ଼ିଆ ଟାଇପ୍‌ରେ ପୁରା ଗାଢ଼ କରିକି ତାକୁ ଦବା ଯାହାକି ପୁରାପୁରି ଗୋଟେ ଫ୍ଲାୱାର ଡିଜାଇନ୍ ଟାଇପ୍‌ରେ ହେଇଯିବ। ତ ଏଠି ଦେଖନ୍ତୁ ଯେତେବେଳେ ବି କଲରଟି ଲଗେଇବା ପୁରା ଗାଢ଼ କରିକି ଦବା ଯାହାକି ମୋର ଟିକେ ହାଲକା ଭାବରେ ଥିଲା। ଆଉ ଟିକେ ମୁଁ ଭଲସେ ତାକୁ କଲରଟିକୁ ଲଗେଇକି ଏମିତି କରିଦବା ଦ୍ୱାରା କି ଦେଖନ୍ତୁ ଇଏ ପୁରାପୁରି ବହୁତ ହି ବଢ଼ିଆ ଡିଜାଇନଟେ ଏମିତିକି ଫ୍ଲାୱାର୍ସ ଆମେ କାଗଜରେ ଏମିତିକି ବନେଇକି ବହୁତ ହି ବଢ଼ିଆ ଭାବରେ ସଜେଇ ପାରିବା। ତ ଦେଖନ୍ତୁ ଏମିତିରେ କି ତାକୁ କରିନେଲା ପରେ କି ତାପରେ କି ଆପଣଙ୍କର ଇଏ ପୁରାପୁରି କେତେ ବଢ଼ିଆ ସେ ଦେଖନ୍ତୁ ହେଇଗଲା। ତ ଆପଣ ଚାହିଁଲେ ଆଉ କିଛି ବି ଏମିତି ଡିଜାଇନ୍ ବନେଇ ପାରିବେ। ତ ଏଠି ଦେଖନ୍ତୁ ଆମକୁ ଏମିତିରେ କି ବନେଇ ସାରିଲା ପରେ କି ତ ଆଉ କିଛି ଯଦି ତାକୁ ଡେକୋରେଟ୍ କରିବା ପାଇଁ ଚାହିଁବେ ତାହେଲେ କି ଆଉ କିଛି ଟାଇପ୍‌ରେ ବି ଏମିତିକି ତ ବନେଇ ନେଲା ପରେ କି ଦେଖନ୍ତୁ କେତେ ବଢ଼ିଆ ବି ଲାଗୁଛି। ତ ଆପଣ ଚାହିଁଲେ ଆଉ ଟିକେ ଯଦିକି ବଡ଼ କରିବା ପାଇଁ ଆଉ ଟିକେ ଏମିତି ହାତରେ ତ ତାକୁ ଆଉ ଟିକେ ବଡ଼ ସାଇଜରେ ବି ଏମିତି ହାଲକା ଭାବରେ କରିନେବେ କିନ୍ତୁ ତାର ସେପ୍‌ଟି ଏଇ ଟାଇପ୍‌ର ଆସିଯିବ। ଦେଖନ୍ତୁ କେତେ ବଢ଼ିଆ ବି ଲାଗୁଛି। ତ ଏମିତିରେ କି
ତ ବନେଇ ପାରିବା। ଆଉ ମଝିରେ ଦେଖନ୍ତୁ ଆଉ କିଛି କଲରକୁ ବି ଆମେ ଏମିତି କିଛି ଦେଇଦବା। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତ ଏମିତି ପାଉଡ଼ର ଡବାରେ କି ଆମେ ବହୁତ ହି ସୁନ୍ଦର ଭାବରେ ଏମିତିକି ବନେଇକି ଘରକୁ ସଜେଇ ପାରିବା। ଯାହାକି ଦେଖନ୍ତୁ ଏଇଠି ବହୁତ ହି ବଢ଼ିଆ, ଆପଣ ଚାହିଁଲେ ବିଭିନ୍ନ କଲର ବି ଏମିତିକି ବନେଇ ପାରିବେ। ଏମିତି ଦେଖନ୍ତୁ ବହୁତ ସାରା ଏମିତି କିଛି ତ ଗୋଟେ ଗୋଟେ ଏମିତିକି ଆପଣଙ୍କର ବହୁତ ବିଭିନ୍ନ କଲରରେ ଏମିତିକି ବନେଇକି ତ ସଜେଇ ପାରିବେ। ରହିଲି ଜୟ ଜଗନ୍ନାଥ। ପୁଣି ଦେଖା ହବ ଆଉ ଗୋଟେ ଭିଡ଼ିଓରେ।